ମାନେ ଜୟ ଜଗନ୍ନାଥ ଶୁଭ ସକାଳ ହାପି ଖ୍ରୀଷ୍ଟମାସ ଡେ। ସମସ୍ତେ ଭଲରେ ରୁହନ୍ତୁ। ଆଉ ଆପଣମାନେ ଆଜି କେମିତି ଅଛନ୍ତି? ମୁଁ ତ ବହୁତ ଭଲରେ ଅଛି। ଆଜି ଆମର ଫିଷ୍ଟ ହବନି, ମୁଁ ତ ଫିଷ୍ଟ ଯାଇନି ଆଜି। ଆମ ସାଙ୍ଗ ଛୁଆ ସବୁ ଯାଇଛନ୍ତି, କିଏ କଣ କରିଛି ଫିଷ୍ଟ ମୁଁ ବି ଜାଣିନି। କେବେ ବହୁତ ଛୁଆ ଯାଇଛନ୍ତି ଡାକୁଥିଲେ, ମୁଁ କହିଲି ନା ମୁଁ ଯିବିନି, ମୋ ଦେହ ଟିକେ ଭଲ ନାହିଁ। ମୋର ଇସନଫୁଲିଆ ଟିକେ ବଢ଼ିଯାଇଛି, ସେଥିପାଇଁ ମୁଁ ବେଶୀ ଥଣ୍ଡାକୁ ବାହାରୁନି। ବହୁତ ଥଣ୍ଡା ଇସନଫୁଲିଆ ବଢ଼ିଯାଇଛି, ମେଡ଼ିସିନ ଖାଉଛି। ଆଉ ସମସ୍ତଙ୍କୁ ବଡ଼ଦିନରେ ହାର୍ଦ୍ଦିକ ଅଭିନନ୍ଦନ। ଆଉ ଆପଣମାନେ ସମସ୍ତେ ଯାଆନ୍ତୁ, ଆଜି ଖୁସି ବନାନ୍ତୁ। ଆଉ ମୋର ତ ଦେହ ଟିକେ ଭଲ ନାହିଁ, ମୁଁ ଯାଇପାରିଲି ନାହିଁ। ଆଉ ଉଠିକି ଦାନ୍ତ ଫାନ୍ତ ଘଷି ଖାଇକି ଦେଲି ଟିକେ ପିଠା ମା କରିଥିଲା, କାଲି ଦେଖିଥିଲି ଯେ ପିଠା ମୋର ଛୁଞ୍ଚି ପତ୍ର ପିଠା ମୁଁ ଆଉ ଦେଖିପାରିଲିନି। ମୋ ମୋବାଇଲର ଟିକେ ଚାର୍ଜ ସରିଯାଇଥିଲା, ଚାର୍ଜ ବସିଥିଲା। ପିଠା ଟିକେ ଖାଇ ଦେଇକି ମୁଁ ଆସିକି ଏବେ ମୁଁ କହିଲି ବ୍ଲଗ୍ଟା ଷ୍ଟାର୍ଟ କରିଦେଲି। ଆମର ଆଜି ତ ଆଇଁଷ ନୁହେଁ, ଆମର ତ ଆଜି ନିରାମିଷ ଭିତରେ ଉପରେ। ଆଜି କ'ଣ ଫୁଲକୋବି ଚିଲ୍ଲି ହେଇଛି, ଆଉ ସବୁ କ'ଣ ଭାତ ଡାଲି ଫୁଲକୋବି ଚିଲ୍ଲି ପାମ୍ପଡ଼ ଫାମ୍ପଡ଼ ହେଇଛି। ଚାଲନ୍ତୁ ଖାଇଲା ବେଳେ ହେଲେ ଦେଖେଇବା। ଜୟ ଜଗନ୍ନାଥ। ଏବେ ଯିବା ଟିକେ ଗାଧେଇବୁ, ଟାଇମ୍ ହେଲାଣି ଗାଧେଇବୁ। ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ଜୟ ଜଗନ୍ନାଥ। ମୁଁ ସକାଳୁ ଉଠିକି ଖାଇ ପିଇକି ଟିକେ ରେଷ୍ଟ ନେଉଥିଲି। ଆମ ସାଙ୍ଗମାନେ ମୋତେ ଫୋନ୍ କଲେ ଆସ ଯିବା ଟିକେ ବୁଲିତେ। ଆଉ ଯିବା ଏବେ ଗୋଟେ ବୁଲିତେ ଯିବା ଟିକେ। ଆଉ ବୁଲିତେ ଯିବା ଟିକେ, ଯିବା ଗୋଟେ ମାର୍କେଟ ଟିକେ ଦେଖିକି। ଆଜି ତ ଆମର ଫିଷ୍ଟ, ସାଙ୍ଗମାନେ ଅଲଗା ସାଙ୍ଗମାନେ କରୁଛନ୍ତି ସବୁ ଫିଷ୍ଟ, ଆମେ ତ କରିପାରିଲୁନି। ଆମେ କାରଣ ଭାଇ ଗରିବ ଘର ଲୋକ, ଖଟିନେ ଖାଇବା ଆମେ। ଆଉ ସେଥିପାଇଁ ଯିବା ଟିକେ ମାର୍କେଟ ଦେଖିକି ଟିକେ ଚାଉମିନ ଫାଉମିନ ଖାଇଦେଇ ଆସିବା। ଇଏ ମୋର ସାଙ୍ଗ ଯିଏକି ଗୁଣପୁରରେ ରହୁଛି। ଭାଇ ଟିକେ ସପୋର୍ଟ କରିବେ। ଆଉ ଗୋଟେ ହେଇ ସେଠି ଠିଆ ହେଇଛି, ତାର ଖାଲି ମୋବାଇଲ ବ୍ୟସ୍ତ। ମୋବାଇଲ ଛଡା ତାର କିଛି ନାହିଁ। ଆଡକୁ ଟିକେ ଅନା, ତାର ଖାଲି ମୋବାଇଲ ବ୍ୟସ୍ତ। ମୋବାଇଲ ଛଡା ତାର ଜୀବନ କିଛି ନାହିଁ, ଖାଲି ମୋବାଇଲ। ସେ ଏବେ ଗୋଟେ କାମ କରୁଛି କ'ଣ ମୋବାଇଲରେ। ଆଉ ଚାଲନ୍ତୁ ଆମେ ରାସ୍ତାରେ ଗଲାବେଳେ ଦେଖେଇବା ଆପଣଙ୍କୁ। ଜୟ ଜଗନ୍ନାଥ। ଦେଖିପାରୁଥିବେ ଆପଣମାନେ ବଢ଼ିଆ କଲ୍ ଲାଗିଛେ। ଆମେ ଯିବା ତ ଯାଉଛେ, ବର୍ତ୍ତମାନ ବୁଲିବାକୁ ଯାଉଛେ। ଯେହେତୁ ଆମର ସାଙ୍ଗମାନଙ୍କର ଏକ୍ଜାମ୍ ଅଛି, ସେମାନେ ଆସିପାରିଲେନି କେହି, ତ ଆମେ 3 ଜଣ ଯାହା ବୁଲିଛେ। ଆଉ ପାଗ ଦେଖିପାରୁଛେ କେମିତି ଅଛି, ପୁରା ବର୍ଷା ହେଇଛି, ପୁରା ପାଗ। ତ ଫ୍ରେଣ୍ଡସ୍ ଦେଖିପାରୁଥିବେ ଆମେ ଯାହା ମାର୍କେଟ ଆସିଥିଲୁ, ମାର୍କେଟ ଆସିକି ପହଞ୍ଚିଗଲୁ। ଦେଖିପାରୁଥିବେ ମାର୍କେଟର ଦୋକାନ ଗୁଡ଼ା। ଆମ ବଳିଆ ଟିକେ ବହୁତ ଜୋର ଗାଡ଼ି ଚଲାଏ, କିନ୍ତୁ ଏ ରାସ୍ତା ଦେଖି ସେ ଗାଡ଼ି ଚଲାଉନାହିଁ। ବହୁତ ଛୋଟ ମାର୍କେଟ। ଏଠି ଗୋଟେ ଶିବ ମନ୍ଦିର ଅଛି, ଆପଣମାନେ ଦେଖାଉଛୁ। ଇଏ ହେଉଛି ଆମର ଶିବ ମନ୍ଦିର ଖେଳଙ୍କର। ହନୁମାନଜୀ ବି ଅଛନ୍ତି। ସାଙ୍ଗମାନଙ୍କ ସହିତ ଯାଇଥିଲି ବୁଲିବା ପାଇଁ, ଏବେ ଆସିଥିଲି ଆଳତି କରିବା ପାଇଁ। ଆଳତି ସାରି ଦେଇକି ଯିବି ଟିକେ ସାଙ୍ଗମାନଙ୍କ ସହିତ ଖାଇତେ ଟିକେ ଯିବି। ଫିଷ୍ଟ, ଆମର ଗୋଟେ ଫିଷ୍ଟ ହେଉଛି, ଯିବି ଖାଇତେ। ଚାଲନ୍ତୁ ଗଲେ ଜାମାପଡ଼ା ପକେଇ ଗଲେ ସାଙ୍ଗମାନଙ୍କ ସହିତ ଖାଇତେ ଦେଖେଇବି। ଆଉ ଆଜି ଆମର ଗୋଟେ ଚାଉମିନ ଫିଷ୍ଟ ହେବ। ଚାଲନ୍ତୁ ଗଲେ ଆପଣମାନଙ୍କ ସହିତ ସେୟାର କରିବି। ସାଙ୍ଗଙ୍କୁ ମୋର 3 ଜଣ ସାଙ୍ଗ ଆଉ କେହି ଆସିନାହାନ୍ତି। ଚାଲନ୍ତୁ ସମସ୍ତଙ୍କ ପରୀକ୍ଷା ଅଛି, ଚାଲନ୍ତୁ ଯିବା। ଜୟ ଜଗନ୍ନାଥ। ସାଙ୍ଗମାନେ ଆମର ଏବେ ଆଳତି ସରିଗଲା, ଠାକୁରଙ୍କ ପାଖରେ ଆଳତି ସରିଗଲା, ହନୁମାନ ପାଖରେ ଆଳତି ସରିଗଲା। ଏବେ ଆଉ କ'ଣ କିଛି ଆମର କାମ ନାହିଁ। ମାନେ ଦିନ ସାରା ଏତେ ଯେ ମେଘ ହେଉଛି, ମାନେ ଧାରଣା ବାହାରେ। ମେଘ ବି ଛାଡ଼ୁନି କି ଆମେ ଟିକେ କେଣିକି ବି ଯାଇ ବି ପାରୁନି ଟିକେ ବୁଲିତେ। ଯାହା ଯାଇଥିଲେ ସେତେବେଳେ ମେଘ ଟିକେ ଛାଡ଼ିଲା, ଆମେ ଯାଇଥିଲୁ, ପୁଣି ମେଘ ଦୁଲ ପକେଇବା, ପୁଣି ପଳେଇ ଆସିଲୁ। ଖାଲି ମେଘ ଉପରେ ମେଘ। ଏଇ ଇନ୍ଦ୍ର ଦେବତା ମେଘ କରି ପୁରା ସରିଯିବ, ତା ଜାଗାର ପାଣି ସରିଯିବ, ବାସ୍ ବନ୍ଦ। ଯେତେବେଳେ ଲୋକ ମେଘ ଚାହୁଁଥିବେ, ମେଘ ଟୋଟାଲ ହବନି। ଏଇଟା କଥା। ଆମ ଠାକୁରଙ୍କର ପୁରା କମ୍ପ୍ଲିଟ୍। ସେଠି ଗରୁଡ଼ ପାଖରୁ ଫୁଲ କଢ଼ା ସରିଗଲା, ସେଠୁ ବି ସରିଗଲା। ଆଉ ସବୁଆଡ଼େ କାମ ଶେଷ। ଏବେ ଯିବୁ, ଯାଇକି ଘରେ ବସିଯିବା, ଟିକେ କାମ ପାଠ ପଢ଼ିବା, ଟିକେ ପୂଜା ପାଠ ପଢ଼ିବା। ପୂଜା ଆସିଲାଣି, ପୂଜା ପାଠ ଟିକେ ଦେଖିତେ ପଡ଼ିବ। ଆହୁରି ପୂଜା ପାଠ ପଢ଼ିବା, ବନ୍ଦନା 2-3ଟା ଘୋଷିତେ ପଡ଼ିବ। ଆଉ କିଛି ଦିନ ଭିତରେ ଆମର ଆସିଯାଉଛି ଦିଲ୍ଲୀ ସ୍ପିରିଚୁଆଲ, ଆଉ କିଛି ଦିନ ଭିତରେ ଆସିଯିବ। ସବୁ ପୂଜା ମନ୍ତ୍ର ସବୁ ଛଡ଼ା ହେବ। ଆଉ ଆପଣମାନେ କେମିତି ଅଛନ୍ତି? ମୁଁ ତ ବହୁତ ଭଲରେ ଅଛି, ଠାକୁରଙ୍କ ଦୟାରୁ ବହୁତ ଭଲରେ ଅଛି। ସମସ୍ତେ ସେଇ ଠାକୁରଙ୍କୁ ଡାକନ୍ତୁ, ସମସ୍ତେ ଭଲରେ ରହିବେ। ଜୟ ଜଗନ୍ନାଥ।
ଚାଲନ୍ତୁ ଦେଖିବେ ଲୁଗା ଚେଞ୍ଜ କରିକି ଆପଣଙ୍କ ସହିତ କଥା ହେଉଛି। ଜୟ ଜଗନ୍ନାଥ। फ्रेंड्स देखिपे आम आसलु खावाई गोटे दुकान गोटे आसचु देखु खाऊ आम बढ़िया दूसरी ट्रिपटा बढ़िया दूसरी जेहेतु पाग टे ठंडा थिला तो आम शुई बढ़िया कहला चल जा गोटे पाग दे खाई आसा बढ़िया बढ़िया हाय सांग मैंने जाइलु सांग छुआ सहित खाइबा आसी घरे पहुँचलु आउ राति बहुत हो गला 8टा 8:30 रखुची। जय जगन्नाथ। जगन्नाथ स्वामी नयन पथगामी भव तुमे भाव बना तुमे पुणी काली देखा आउ गोटे नुआ ब्लॉग रे। जय जगन्नाथ।